ମୁଁ ହେଉଛି ସୁଜିତ। ମୁଁ +3 ପଢିବା ସମୟରେ ମୋର ଜଣେ ସାଙ୍ଗ ଘରକୁ ମୁଁ ବହୁତ ଥର ଯାଇ ସାଙ୍ଗର ଭଉଣୀ ପ୍ରିୟଲକୁ କେମିତି ପଟେଇକି ଗେହିଲି ଜାଣିଲେ ବହୁତ ମଜା ଲାଗିବ। ପ୍ରିୟାଲର ବୟସ 16 ହେବ। +2 ଫାଷ୍ଟ ଇୟରରେ ପଢୁଥିଲା। ତା ଭାଇ ମୋ ବ୍ୟାଚରେ ପଢୁଥିଲା। ତ ବାପା ଜଣେ ଟିଚର। ଆସନ୍ତୁ ଜାଣିବା କଣ ହୋଇଥିଲା ସେଦିନ। ବହୁତ ଦିନ ଯିବା ଆସିବା କରିକି ଆମ ଭିତରେ ଲଭ୍ ଷ୍ଟାର୍ଟ ହେଇଯାଇଥିଲା। କିନ୍ତୁ କେବେ ହେଲେ ଗିହାଗେହି ହେବାକୁ ସୁଯୋଗ ମିଳୁନଥିଲା। ଆମେ ଗିହାଗେହି ହେବାକୁ ବହୁତ ଥର ପ୍ଲାନ କରିଥିଲୁ କିନ୍ତୁ ସବୁ ଫେଲ୍ ହେଇଥିଲା। ଗୋଟିଏ ଦିନ ମୁଁ କଲେଜ ଜଲ୍ଦି ଆସିଥିଲି ହେରି ଆଉ ମୋ ସାଙ୍ଗ ଘରକୁ ଗଲି ମାନେ ପ୍ରିୟାଲ ଘରକୁ ତା ବାପା ମର୍ଣ୍ଣିଂରେ ସ୍କୁଲ ଯାଇଥିଲେ। ସୁଜିତ, ପ୍ରିୟାଲ ଆଉ ତା ମମି ଥିଲେ ଘରେ। ସୁଜିତ ତା ମାମୁଁ ଆଉ ମାଇକୁ ବସରେ ବସେଇ ଦେବାକୁ ବସ୍ ଷ୍ଟାଣ୍ଡ ଗଲା। ମତେ କହିଲା ବସିଥା, ମୁଁ ସଙ୍ଗେ ସଙ୍ଗେ ପଳେଇ ଆସିବି। ସୁଜିତ ବାଇକ୍ ଧରିକି ଗଲା। ମୁଁ ତାଙ୍କ ସୋଫା ଉପରେ ବସିଥିଲି, ମୋବାଇଲ ଦେଖୁଥିଲି। ପ୍ରିୟାଲ ପାଇଁ ଖାଇବାକୁ ବାଢି ଦେଇକି ତା ମମି ଗାଧୋଇବାକୁ ବାଥରୁମ ପଳାଇଲେ। ଦେଖ ଭାଇ, ସୁରାଟ ଗଲା ପରେ ମୁଁ ଭାଉଜଙ୍କ ବିଆ ଭିଲା କରିଦେଲି। ଆମ ପାଖରେ ମସ୍ତି କରିବାକୁ ଟିକେ ସୁଯୋଗ ମିଳିଗଲା। ଘରେ କେହି ନାହାନ୍ତି। ପ୍ରିୟାଲ ଟିଭି ରିମୋଟ ହାତରେ ଧରିକି ଖାଇ ବସିଥିଲା। ସିଧା ଥୋଇ ଦେଇକି ଅଇଠା ହାତରେ ଅନେଇ ହେଇକି ମତେ ଛିନିଦେଲା। ମୁଁ କହିଲି ଜଲ୍ଦି ଫାଉନ୍। ପ୍ରିୟାଲ କହିଲା କଣ କରିବ ଜଲ୍ଦି ଖାଇଲେ? ମୁଁ କହିଲି ପପି ଦେବ ତୁମେ। ସେ କହିଲା ଓହୋ ଜାଣିଦେଲି। ପ୍ରିୟାଲ କହିଲା ତୁମ ଗାଲରେ ଭାତ ଲାଗିଯିବ। ମୁଁ ପାଟିରେ ଦେବ। ପ୍ରିୟାଲ ଆଚ୍ଛା ତୁମକୁ କଣ ଦେଇ ଆସେନି? ମୁଁ ନାଇଁ, ମତେ ଖାଲି କରି ଆସେ। ତୁମେ ଦେବ ମୁଁ କରିବି। ପ୍ରିୟାଲ ଠିକ ଅଛି କର ତାହେଲେ। ମୁଁ ଜଲ୍ଦି ଖାଅ ତୁମେ। ଓଡିଆପ ସାଙ୍ଗର ଭଉଣୀ ବିଆରେ ଆଙ୍ଗୁଠି ପଶେଇ ଦେଲି। ପ୍ରିୟାଲ ତଳେ ବସିକି ଖାଉଥିଲା। ମୁଁ ସୋଫା ଉପରେ ଠିକ ତାହାର ପଛପଟେ ବସିଥିଲି। ପ୍ରିୟାଲ ହଟ୍ ପ୍ୟାଣ୍ଟ ଆଉ ଟି ସାର୍ଟ ପିନ୍ଧିକି ଖାଇ ବସିଥିଲା। ତାପରେ ସେ ବାମ ହାତରେ ମୋ ଗୋଡକୁ ଛିନିଲା। ମୁଁ ତା ଟି ସାର୍ଟକୁ ପଛପଟୁ ଟାଣିଦେଲି। ସେ କହିଲା ଆ ଆ ଆ। ମୁଁ କହିଲି ଜଲ୍ଦି ଖାଇବ ନା ଟାଣିକି ଛିଡେଇ ଦେବି? ସେ କିଛି କହିଲାନି, ଖାଲି ଛିନି ଚାଲିଲା। ତାପରେ ମୋ ପ୍ୟାଣ୍ଟକୁ ଟାଣିଲା। ମୁଁ ଭାବିଲି ଲେଟ୍ କଲେ ଆଉ ହେବନି, ମୌକା ହାତ ଛଡା ହେଇଯିବ। ପ୍ରିୟାଲ ଅଇଠା ହାତରେ ସେମିତି ବସିଥିଲା। ମୁଁ ଫାଷ୍ଟ ଗ୍ରେସ୍ ଉପରେ ପ୍ରିୟାଲର ଦୁଧକୁ ଯାଇକି ଦବେଇଲି। ସେ ମତେ ଖାଲି ଅଇଠା ହାତ ଦେଖେଇକି ଲଗେଇ ଦେବି ହେଉଥାଏ। ମୁଁ କହିଲି ଲଗେଇଲେ ପାଟିରେ ପୁରେଇ ଦେବି। ପ୍ରିୟାଲ ଖାଲି ଇଆଡୁ ସିଆଡୁ ଗପ ମାରି ଚାଲୁଥାଏ। ଦେଖ ଝିଅକୁ ନିଦ ନାସିଲେ କେମିତି କରିବେ ସେ ସେମିତି ଖାଇ ବସିଥିଲା। ମୁଁ ତାହାର ଟି ସାର୍ଟ ଭିତରେ ହାତ ପଶେଇକି ସେମିଜି ଭିତରେ ହାତ ଗଳେଇକି ଦବେଇଲି। ତାକୁ ଖାଲି ସଲସଲ ଲାଗୁଥାଏ। ସେ ଖାଲି ଆରେ ରୁହ ରୁହ କରୁଥାଏ। ମୁଁ ଆଣ୍ଠୁ ପକେଇକି ବସିକି ପ୍ରିୟାଲକୁ କୁଣ୍ଢେଇକି ଧରିକି ବାଣ୍ଡକୁ ତା ପିଠିରେ ଘଷିଲା ଭଳି କରୁଥାଏ। ଦୁଇ ହାତ ତାହାର ସେମିଜି ଭିତରେ ମାରିକି କୋମଳ କୋମଳ ଦୁଧକୁ ଚିପି ଚିପି ଦୁଧ ଭୁଣ୍ଡିକି ରଗଡିଲି। ପ୍ରିୟାଲ କହିଲା ମମିକୁ କହିବି ଦୁଷ୍ଟ ଏମିତି କରୁଛ ଯେ? ମୁଁ କହିଲି କୁହ ଅପ୍ରୁଭାଲ ମିଳିଗଲେ ଲୁଚି ଏମିତି କରିବାକୁ ପଡିବନି। ପ୍ରିୟାଲ ଟିକେ ଲାଜ କରୁଥାଏ କିନ୍ତୁ ତାହାର ହେଲେ ଇଚ୍ଛା ଥିଲା। ତାପରେ ମୁଁ ଜଲ୍ଦି ତାକୁ କୁଣ୍ଢେଇକି ଧରିକି ସୋଫା ଉପରକୁ ଟେକି ଆଣିକି ମୋ କୋଳରେ ବସେଇକି ଧରିଲି। ସେ ସେମିତି ଅଇଠା ହାତରେ ଥାଏ। କାଳେ ତାହାର ମମି ଆସିବେ ହେରି ମୁଁ ଆଉ ମୋ ପ୍ୟାଣ୍ଟ ଖୋଲିଲିନି। କୋଳରେ ଧରିକି ତାହାର ପ୍ୟାଣ୍ଟ ଭିତରେ ହାତ ପୂରେଇକି ତାହାର ବିଆରେ ଆଙ୍ଗୁଠି ମାରିକି ଫିଙ୍ଗରିଙ୍ଗ କରିଲି। ତା ମମି ଲାଟ୍ରିନ୍ ଯାଇକି ଗାଧୋଇକି ଆସିଲା ବେଳକୁ ଯାହା ହେଲେ 25 ମିନିଟ୍ ଲାଗିଗଲା। ତାକୁ ବହୁତ ସଲସଲ ଲାଗୁଥାଏ। ତେଣୁ ସେ ମୋ ହାତକୁ ଗୋଟେ ହାତରେ ବାରମ୍ବାର ବାହାରକୁ ଟାଣୁଥାଏ। ମୁଁ ଗୋଟେ ଆଙ୍ଗୁଠି ପୁରା ହେଭି ଜୋରରେ ଭର୍ତ୍ତି କରିକି ବିଆ ଭିତର ଘାଲି ଚାଲିଲି। ଯେତେବେଳେ ବହୁତ ଭିତରକୁ ଆଙ୍ଗୁଠିକୁ ଠେଲିକି ପଶେଇ ଦେଲି, ପ୍ରିୟାଲ ପୁରା ଖାଙ୍କେଇ ହେଇଗଲା। ଛାଡ। ଯେତେବେଳେ କହିଲା ମୁଁ ବାହାର କରିଦେଲି। ଆଙ୍ଗୁଠିଟା ଆଣିକି ତାକୁ ଶୁଙ୍ଘେଇ ଦେଲି। ପ୍ରିୟାଲ କହିଲା ତୁମେ କେଡେ ଦୁଷ୍ଟ। ତାପରେ ମୁଁ ନିଜେ ଆଙ୍ଗୁଠିକୁ ଟିକେ ଶୁଙ୍ଘିଲି। ବିଆର ବାସନା ପୁରା ଆସୁଥିଲା। ଇଚ୍ଛା ହେଉଥିଲା ବିଆ ଭିତରେ ବାଣ୍ଡଟା ପୂରେଇକି ପ୍ରିୟାଲକୁ ତଳକୁ ଉପରକୁ କରିବାକୁ, କିନ୍ତୁ କିଏ ଆସିଯିବ ବୋଲି ଭୟରେ ଏତିକିରେ ବନ୍ଦ କରିଦେଲୁ। ତାପରେ ସେ ଜଲ୍ଦି ଖାଇବା ଉଠେଇକି ନେଇଗଲା। ତା ମମି ମଧ୍ୟ ଆସିଲେ। ସେ ଖାଲି ମତେ ଦେଖିକି ହସୁଥାଏ। ତାପରେ ସେହିଦିନ ଠାରୁ ମୁଁ ମଝିରେ ସୁବିଧା ଦେଖିକି ଦୁଧକୁ ଡ୍ରେସ୍ ଉପରେ ଦବେଇ ଦିଏ। ବେଳେ ବେଳେ ବିଆକୁ ମଧ୍ୟ ଚିପି ଦିଏ। ଏମିତି ଆମେ ଦୁହେଁ ମସ୍ତି କରୁ। ପରେ ଆମେ ତାହାର +2 ସରିବା ପରେ ଆମେ ହୋଟେଲ ରୁମରେ ମଧ୍ୟ ଗିହାଗେହି ହେଇଛୁ। ତେବେ ସେହି ସବୁ ଓଡିଆ କାହାଣୀ ଆଉ ଗୋଟେ ପାର୍ଟରେ ଲେଖି ଜଣାଇବି।